ଜାଗ୍ରତ। ତେଣୁକରି ଯୀଶୁ କହିଲେ ଜାଗି ରୁହ, ଜାଗି ରୁହ। କେମିତି କି ଚେଇ ରହିବ? ଖାଲି ଖ୍ରୀଷ୍ଟମାସ ରେ 25 ରୁ 1 ତାରିଖ ଭିତରେ ଚର୍ଚ୍ଚ को ଜାଗିକି ଆସିଲେ ଜାଗବାଟା ନାହିଁ। ଯୋଉମାନେ ଦୈନନ୍ଦିନ ପ୍ରତ୍ୟେକ ଦିନ ପ୍ରାର୍ଥନାରେ, ଆରାଧନାରେ, ବିଶ୍ୱାସରେ ଜାଗି ରୁହନ୍ତି, ସେମାନେ ଜାଗି ରହିବେ। ଆଉ ଏ ମେଷପାଳକମାନଙ୍କର ଜାଗା କେମିତି ଥିଲା ଜାଣିଛନ୍ତି? ଏକ ବହୁତ ନ୍ୟୁନ ସ୍ଥାନ ଥିଲା। କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆପଣଙ୍କ ସ୍ଥାନରୁ ଆସିଅଛନ୍ତି ତାହା ଦେଖନ୍ତି ନାହିଁ। ଯଦ୍ୟପି ଏମାନେ ମହଲରେ ନଥିଲେ, ରାଜପ୍ରସାଦରେ ନଥିଲେ, ନଗର ଭିତରେ ନଥିଲେ, ଏକ ଉପତ୍ୟକାରେ ଥିଲେ, କିନ୍ତୁ ଜାଣିଛନ୍ତି ଗୋଟିଏ ବିଷୟ, ସେମାନେ ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଦର୍ଶନ କଲେ। ହାଲେଲୁୟା, ହାଲେଲୁୟା। ଆଉ ଯେତେବେଳେ ଗୌରବର ଆଲୋକ ଆସିଲା, ଭୟଭୀତ ହୋଇଗଲେ। ଆଜି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତ୍ୟେକ ଲୋକ ଏକ ଭୟ ଜୀବନ କାଟୁଛନ୍ତି। ସକାଳୁ ଯେତେବେଳେ ଉଠୁ ଉଠୁ ସମ୍ବାଦ ପଢୁଛନ୍ତି, ଏକ ଭୟର ସମ୍ବାଦ ପଢୁଛନ୍ତି। ସକାଳୁ ଉଠୁ ଉଠୁ ନିଜର ପରିବାର ବିଷୟରେ ଭୟ କରୁଛନ୍ତି, ମା ବାବା ପିଲାମାନଙ୍କର ବିଷୟରେ ଭୟ କରୁଛନ୍ତି, ସ୍ୱାମୀ ସ୍ତ୍ରୀ ବିଷୟରେ ଭୟ କରୁଅଛି। ଆଜି ମନୁଷ୍ୟ ବହୁତ ବଡ଼ ଭୟର ଜୀବନ କାଟୁଛି। କିଏ ତ ନିଜ ଶରୀର ବିଷୟରେ ଭୟ କରୁଅଛି, ଆଉ କିଏ ତ ନିଜର ବ୍ୟବସାୟକୁ ନେଇକରି ଭୟ କରୁଅଛି, କିଏ ତ ନିଜର ପରିବାରକୁ ନେଇକରି ଭୟ କରୁଅଛି। এই ସବୁଠୁ ଗୋଟେ କଣ ବଡ ଭୟ ଅଛି ଜାଣିଛନ୍ତି? এই ସବୁଠୁ ଗୋଟେ ବଡ ଭୟ ବାଇବଲରେ ଦେଖୁଛୁ। ଏବ୍ରି ତାର 2:15 ପଦରେ ମନୁଷ୍ୟ ଜୀବନରେ ଗୋଟେ ବହୁତ ବଡ ଭୟ ହେଲା ମୃତ୍ୟୁ। କଣ? ମୃତ୍ୟୁ। ପଢିଲ? ପୁଣି ମୃତ୍ୟୁର ଭୟରେ ଯେଉଁମାନେ ତାଙ୍କ ଜୀବନ ଦାସତ୍ୱ ବନ୍ଧନରେ ଥିଲେ। ଏଇଠି ଗୋଟେ ଭୟ ଦେଖୁଛୁ, ମୃତ୍ୟୁର ଭୟ। କେତେବେଳେ ଆପଣଙ୍କ ଆଉ ମୋର ଜୀବନରେ ମୃତ୍ୟୁ ପଶି ଆସିବ ଆମେ କହିପାରିବା ନାହିଁ। ଆଜି ଖ୍ରୀଷ୍ଟମାସ ରେ ସମସ୍ତେ ଅଛୁ, ଆସନ୍ତା ବର୍ଷ ଖ୍ରୀଷ୍ଟମାସ ରେ ସମସ୍ତେ ଥିବା କି ନଥିବା ମୁଁ ବି ଜାଣି ନାହିଁ, ମୁଁ ବି ଥିବି କି ନାହିଁ ମୁଁ ଜାଣି ନାହିଁ। ଆଉ ବି କିଛି ଲୋକ ଥିଲେ ଗଲା ବର୍ଷ ଯୋଉମାନେ ଆମ ସହିତ ବସିଥିଲେ, ଆଜି ସେମାନେ ଆମ ସହିତ ନାହାନ୍ତି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମନୁଷ୍ୟ ଜୀବନରେ କଣ ଗୋଟେ ବଡ ଭୟ? ସବୁଠୁ ବଡ ଭୟ ହେଲା ମୃତ୍ୟୁର ଭୟ। ଟଙ୍କା ପଇସା ନଥିଲେ ବି ଭୟ କରୁନାହାନ୍ତି, ମୋର ମାଇକିଣା ତ ଅଛି, ମାଇକିଣା ଥିଲେ ଆଜିକାଲି କୋଉଠାକୁ ବି ଯାଉଛି ଟଙ୍କା ମିଳିବ। ଗ୍ରୁପ ସୁଜି ସିନା ପାରିବ ନାହିଁ, 10ଟା 15ଟା ଗ୍ରୁପ ଥିବ। ଡେଲି ସନ୍ଧ୍ୟାରେ ସିନା ଅଣ୍ଡରା ମାଇକିଣା ଭିତରେ ଝଗଡା ହଉଥିବ। ଆମର ଗୋଟେ ଗ୍ରୁପ ଥିଲା ଯେ 3 ବର୍ଷ ଏତେ କଷ୍ଟ ଜୀବନ କାଟିଛୁ। এই ସବୁଠୁ ବଡ ଭୟ ହେଲା ମୃତ୍ୟୁର ଭୟ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯଦି ସେଇ ଜାଗାରେ ଦେଖିବା, ଏ ମେଷପାଳକ ମାନଙ୍କୁ ଦୂତ କଣ କହୁଛନ୍ତି? ତୁମ୍ଭେମାନେ ଭୟ କର ନାହିଁ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁ ଖ୍ରୀଷ୍ଟ କେଉଁ ଉଦ୍ଦେଶ୍ୟରେ ଆସିଲେ? ମନୁଷ୍ୟ ଜୀବନରେ ଥିବା ଭୟକୁ ଦୂର କରିବା ପାଇଁ। ପାରିବାରିକ ଭୟ, ପିଲାମାନଙ୍କର ଭୟ, ବ୍ୟବସାୟର ଭୟ, ନିଜ ଶରୀର ବିଷୟରେ ଥିବା ଭୟକୁ ଦୂର କରିବା ପାଇଁ ଯୀଶୁ ଖ୍ରୀଷ୍ଟ এই জগতে আসে। হালেলুয়া, 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 হালেলুয়া। তেଣୁକରି ଆଜି ପ୍ରଭୁଙ୍କର ଦାସ କହୁଥିଲେ, ସେ ଯୀଶୁ ଖ୍ରୀଷ୍ଟ କିଏ? ଗୋଟିଏ କନ୍ୟା ଗର୍ଭବତୀ ହେବ, ଆଉ ସେ ପୁତ୍ର ପ୍ରସବ କରିବ, ତାହାଙ୍କର ନାମ କଣ ଦେବ? ଇମ୍ମାନୁଏଲ। ଅର୍ଥାତ୍ ତୁମ ଆମମାନଙ୍କ ସହିତ ପରମେଶ୍ୱର। ଆପଣଙ୍କର ଭୟରେ, ଆପଣଙ୍କର ଦୁଃଖରେ, ଆପଣଙ୍କର କଷ୍ଟରେ, ଆପଣଙ୍କର ମୃତ୍ୟୁରେ ସେଇ ଇମ୍ମାନୁଏଲ ପରମେଶ୍ୱର ହେଇକି ରହିବା ପାଇଁ ଆସିଲେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କର ଭୟକୁ ଦୂର କରିବା ପାଇଁ ଯୀଶୁ ଆସିଲେ। ଖ୍ରୀଷ୍ଟିଆନ ଜୀବନ ଗୋଟେ ଭୟର ଜୀବନ ନୁହଁ। ଖ୍ରୀଷ୍ଟିଆନ ଜୀବନ ହେଉଛି ବିହାର ଜୀବନ। ଖ୍ରୀଷ୍ଟିଆନ ଜୀବନ ହେଉଛି ବିଶ୍ୱାସର ଜୀବନ। ଆମେ ପ୍ରତ୍ୟେକ ଦିନ ବିଶ୍ୱାସ
ସହିତ ଏ ପୃଥିବୀରେ ବଞ୍ଚୁଛୁ ଆଉ ବିଶ୍ୱାସର ସହିତ ଏକ ବିଜୟ ଜୀବନ କାଟୁଅଛୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଏ ଭାଇ ମାନେ ଭୟ କର ନାହିଁ। ଦୂତ କହୁଛି ଭାଇ ମାନେ କହିବେ ଭୟ କର ନାହିଁ। କଣ ପାଇଁ ଆଜି ଆମେ ସମସ୍ତଙ୍କ ଲୋକମାନଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ଅଛୁ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ଏ ସୁସମାଚାର କଣ? ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ, ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଆଉ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ। ଯୀଶୁ କଣ ପାଇଁ ଜଗତକୁ ଆସିଲେ? स्तुति 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 हालेलुया ଆମମାନଙ୍କୁ ପରିତ୍ରାଣ କରିବା ପାଇଁ। आमेन 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 ହାଲେଲୁୟା ହାଲେଲୁୟା। ସୁସମାଚାର କହିଲେ ଯୀଶୁଙ୍କର ଜନ୍ମ, ଯୀଶୁଙ୍କର ମୃତ୍ୟୁ ଆଉ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ। हालेलुया ହାଲେଲୁୟା। ବୋଲ ଯୀଶୁ ମସିହ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆପଣଙ୍କର ଜୀବନରେ ଅନେକ ଦିନ ହେଇଯାଇଥିବ ଆପଣମାନେ ହାଲେଲୁୟା ଗୋଟେ ମଧ୍ୟ ସୁସମ୍ବାଦ ପାଇ ନଥିବେ, କିନ୍ତୁ ଆଜି ଦୂତ କହୁଅଛନ୍ତି ଆପଣଙ୍କ ପାଇଁ ମୁଁ ଏକ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର କରୁଛି। हालेलुया ସେ ସୁସମ୍ବାଦ କଣ ହଉଛି? ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ହଉଛି ସୁସମ୍ବାଦର ଦିନ। ଆଜି ହଉଛି ସୁସମ୍ବାଦର ଦିନ। ଏ ସୁସମ୍ବାଦ କେଉଁ ଲୋକମାନଙ୍କ ପାଇଁ? ଯଦି ଆମେ ଯିଶାୟ ତାର 61 ଅଧ୍ୟାୟ ତାର 1 ପଦ ପଢିବା, ସେଇ ଜାଗାରେ ଆଲୋ ଲେଖା ଯାଇଅଛି ମୋତେ ଅଭିଷେକ କରାଯାଇଛି। କେଉଁ ଦେଶରେ ଅଭିଷେକ କରାଯାଇଛି? ସୁସମାଚାର ଘୋଷଣା କରିବା ଉଦ୍ଦେଶ୍ୟରେ। କାହା ନିକଟରେ? ଭଗ୍ନାନ୍ତ ହବରଣ ବନ୍ଦୀମାନଙ୍କ ନିକଟରେ, କାରାଗାରରେ ବନ୍ଦୀ ହୋଇକି ଥିବା ଲୋକମାନଙ୍କ ନିକଟରେ। ଏ ସୁସମ୍ବାଦ କାହା ପାଇଁ? ଆଜି ଯୋଉମାନେ ଭାଙ୍ଗି ପଡିଛନ୍ତି। ଏ ସୁସମ୍ବାଦ କାହା ପାଇଁ? ଆଜି ଯୋଉମାନେ ବିଭିନ୍ନ ପ୍ରକାର ବନ୍ଧନରେ, ଅର୍ଥର ବନ୍ଧନ, ଶାରୀରିକ ବନ୍ଧନ, ମାନସିକ ବନ୍ଧନ ରେ ଅଛନ୍ତି ସେମାନଙ୍କ ପାଇଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା 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 ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ହାଲେଲୁୟା। ଆଜି ସେହି ପରମେଶ୍ୱରଙ୍କର ଦୂତ କିଏ? स्तुति 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 ଆଜି ସେହି ପରମେଶ୍ୱରଙ୍କର ଦୂତ କିଏ? ଆପଣ ଆଉ ମୁଁ, ଆପଣ ଆଉ ମୁଁ। आमेन କରନ୍ତି ପୁସ୍ତକରେ ଲେଖା ଯାଇଅଛି, ଦ୍ୱିତୀୟ କରନ୍ତି 5:20ରେ ଆମେ ମାନେ କଣ ଦୂତର ସେବା କାର୍ଯ୍ୟ କରୁଛୁ। ଆମେ କୋଉଠର ଦୂତ? କୋଉଠିର ଦୂତ? ସ୍ୱର୍ଗର ଦୂତ। ଆଜି ମଣ୍ଡଳୀରେ ଯୋଉ ସମ୍ବାଦ ଦିଆଯାଉଛି ଆପଣମାନଙ୍କୁ ଜଗତର ସମ୍ବାଦ ନୁହଁ, ସ୍ୱର୍ଗର ସମ୍ବାଦ ଦିଆଯାଉଛି। ହାଲେଲୁୟା 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 ହାଲେଲୁୟା। ଆଉ ଗୋଟେ ବିଷୟ ଯଦି ଆମେମାନେ ତାର 11 ପଦ ପଢିବା, ସେ ଜାଗାରେ ଲେଖା ଅଛି, କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା କଣ କହିଛନ୍ତି? ଜନ୍ମ ଗ୍ରହଣ କରିଅଛନ୍ତି ସେ ଖ୍ରୀଷ୍ଟ ଯୀଶୁ। କିଏ? ଖ୍ରୀଷ୍ଟ ଖ୍ରୀଷ୍ଟ ପ୍ରଭୁ। କେବେ କେବେ ଜନ୍ମ ଗ୍ରହଣ କଲେ? ଆଜି କି? ଯୀଶୁକୁ ଦେଖିଲ କି? କିଏ ଦେଖିଲ କି ଯୀଶୁକୁ? ପ୍ରେଜ୍ ଦ ଲର୍ଡ। ଯଦି ପ୍ରତ୍ୟେକ ବର୍ଷକୁ ବର୍ଷ ଥରେ ଯୀଶୁ ହେବେ, ଜନ୍ମ ହେବେ, ତାହେଲେ ଆମେ ପ୍ରତ୍ୟେକ ତାଙ୍କୁ କେତେ ଥର ବୋଲି ଏଭ୍ରି ପୁସ୍ତକରେ ସେ ଥରେ ମାତ୍ର କଣ ହେଇଛନ୍ତି? ଆମମାନଙ୍କର ପାପ ପାଇଁ ବଲିକୃତ ହେଇଛନ୍ତି। ଯଦି ପ୍ରତ୍ୟେକ ବର୍ଷ ଏମିତି ଖ୍ରୀଷ୍ଟମାସ ପାଲୁଥିବା, ପ୍ରତ୍ୟେକ ବର୍ଷ ଏକା ଯୀଶୁକୁ କ୍ରୁଶରେ ଚଢଉଥିବା। ଖ୍ରୀଷ୍ଟମାସ ପାଲିବାଟା ବଡ କଥା। ଯୀଶୁ ଯଦି ଆପଣଙ୍କର ହୃଦୟରେ ଜନ୍ମ ହେଇଛନ୍ତି,